ଚାଲନ୍ତୁ ଆଜି ମୁଁ ଆପଣମାନଙ୍କୁ ଏମିତି ଗୋଟେ ଜାଗା ଦେଖାଉଛି ଯାହାକୁ ଦେଖିଲା ପରେ ଆପଣମାନଙ୍କର ମନ ଏତେ ଖୁସି ହେଇଯିବ ଯେ ଆପଣମାନେ କେବେ ଭାବି ନଥିବେ। ତ ହଁ ଭାଇ ମାନେ ମକର ସଂକ୍ରାନ୍ତି ଦିନ ଆମ କମ୍ପାନୀ 2 ଦିନ ଛୁଟି ଥିଲା ବୋଲି ଆମେ ସବୁ ବାହାରିଲୁ ଗୋଟେ ମନ୍ଦିର ବୁଲି ଯିବା ପାଇଁ। କିନ୍ତୁ ଆଗେ ଟିକେ ପେଟ ପୂଜା କରିଦେଲୁ ଆଉ କିଛି ସମୟ ୱେଟ୍ କଲା ପରେ ଫାଇନାଲି ଆମ ଅଟୋ ପଳେଇ ଆସିଥିଲା ଆଉ ଆମେ ସବୁ ବସିକି ଚାଲିଲୁ ମନ୍ଦିର ଆଡେ। ଆଉ ରାସ୍ତାରେ ଆମ ମାନଙ୍କୁ ଏତେ ଭଲ ଭିଉ ଦେଖିବାକୁ ମିଳିବ ବୋଲି ମୁଁ କେବେ ଭାବି ନଥିଲି। ମାନେ କହିବାକୁ ଗଲେ ଭାଇ ମାନେ ମନ୍ଦିରର ଚାରିପଟେ ଜଙ୍ଗଲ ଆଉ ଗଛଲତା ଭର୍ତ୍ତି ହେଇଛି ଆଉ ଏଇ ମନ୍ଦିରଟି ଗୋଟେ ପାହାଡ ଉପରେ ତିଆରି ହେଇଛି ଆଉ ଏଇ ପାହାଡର ଉଚ୍ଚତା ହେଉଛି ଭାଇ ମାନେ 80 ଫୁଟ। ଆଉ କିଛି ସମୟ ୱେଟ୍ କଲା ପରେ ଫାଇନାଲି ଆମେ ପହଞ୍ଚିଗଲୁ ମନ୍ଦିର ପାଖରେ ଆଉ ଲୋକମାନଙ୍କର ଭିଡ ଏତେ ଜୋରସେ ଲାଗିଛି ଯେ ଧାରଣା ବାହାରେ। ଆଉ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ମୁଁ ଗୋଟିଏ ମୁଣ୍ଡିଆଟେ ମାରିଦେଲି ଆଉ ମନ୍ଦିରକୁ ଦେଖି ମୋ ଆତ୍ମାକୁ ଏତେ ଶାନ୍ତି ମିଳିଲା ଯେ କଣ କହିବି। ଆଉ ଭାଇ ମାନେ ଏଇ ମନ୍ଦିର ଉପରକୁ ଯିବା ପାଇଁ ଆପଣ ମାନଙ୍କୁ ମିନିମମ୍ 200 କି 300 ପାହାଚ ଚଢିବାକୁ ପଡିବ। ଆଉ ଭାଇ ମାନେ ବହୁତ କଷ୍ଟରେ ମୁଁ ସବୁ ପାହାଚ ଚଢି ଫାଇନାଲି ମନ୍ଦିର ଉପରକୁ ପଳେଇ ଆଇଲି। ଆଉ ଆପଣ ମାନେ ଦେଖିପାରୁଥିବେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲୋକମାନେ କେତେ ବଡ ଲାଇନ ଲଗେଇଛନ୍ତି ଆଉ ପାଖରୁ ଦେଖିଲେ ମନ୍ଦିର ବହୁତ ସୁନ୍ଦର ଦେଖାଯାଉଛି। ଏହା ଛଡା ଭାଇ ମାନେ ଏଇ ମନ୍ଦିରରେ ବହୁତ ପ୍ରକାରର କଳା ସଂସ୍କୃତି ରହିଛି। ଆଉ ଗୋଟେ ପ୍ରୋବ୍ଲେମ ହେଉଛି ଭାଇ ମାନେ ଏଇ ମନ୍ଦିରରେ ଏତେ ଦର୍ଶନୀୟ ସ୍ଥାନ ଅଛି ଯେ ଆପଣ ମାନେ ଯଦି ଦିନ ସାରା ବୁଲନ୍ତି ତଥାପି ସବୁ ଜାଗା ଦେଖିପାରିବେନି। ତ ଭାଇ ମାନେ ଆମେ ଦେଖାହବା ନେକ୍ସଟ ଭିଡିଓରେ ଆଉ ସେ ଭିଡିଓରେ ମୁଁ ଆପଣ ମାନଙ୍କୁ ଏମିତି ସବୁ ଜିନିଷ ଦେଖେଇବି ଯାହା ଆପଣ ମାନେ କେବେ ଦେଖିନଥିବେ। ଆଉ ଆଜିର ଭିଡିଓ ଯଦି ଆପଣ ମାନଙ୍କୁ ଭଲ ଲାଗିଲା ଫଲୋ ଗୋଟେ ନିହାତି କରିବେ ଗାଇସ୍। ତ ରହିଲି ଭାଇ ମାନେ ଜୟ ଜଗନ୍ନାଥ।